जय गुरु परम पिताଙ୍କ अपार दयाରୁ ଆପଣ ଆପଣଙ୍କ ପରିବାର ଭଲରେ ଥିବେ ବୋଲି ଆଶା ଓ ବିଶ୍ୱାସ। ମୋର ପ୍ରିୟ ଦର୍ଶକ ବୃନ୍ଦ, ଆଜି ଆପଣଙ୍କୁ ଆମର ନୂଆ ୟୁଟ୍ୟୁବ୍ ଚ୍ୟାନେଲ ଆମ ପ୍ରୟାସକୁ ସ୍ୱାଗତ ଅଭିନନ୍ଦନ। ଆଜି ଆମେ ପ୍ରତ୍ୟେକ ଦିନ ଭଳି ଆଜି ସେହି ପରମ ପିତାଙ୍କର ଆଉ ଏକ ବାଣୀକୁ ଆପଣମାନଙ୍କ ନିକଟରେ ତୋଳି ଧରିବାକୁ ଯାଉଛୁ। ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ମତରେ ମାନବ ଜୀବନର ଉଦ୍ଦେଶ୍ୟ ସେ ସମ୍ପର୍କରେ ଆପଣମାନଙ୍କ ନିକଟରେ ସଂକ୍ଷେପରେ କହିବାକୁ ଯାଉଛୁ। ମଣିଷ କ'ଣ ଚାହେଁ? ସେ ଚାହେଁ ବଞ୍ଚିବାକୁ ଓ ବଢ଼ିବାକୁ। ସୃଷ୍ଟିର ଆଦିମ କାଳରୁ ମଣିଷ ଚାହେଁ ତା'ର ଅସ୍ତିତ୍ୱକୁ ଅକ୍ଷୁଣ୍ଣ ରଖିବାକୁ ଓ ସମ୍ପ୍ରସାରିତ କରିବାକୁ, ବୃଦ୍ଧି ତତ୍ପର କରି ରଖିବାକୁ। ଏହି ଦୁଇଟି ହିଁ ଜୀବନର ପ୍ରଧାନ ଆକାଂକ୍ଷା। ବଞ୍ଚିବା ବଢ଼ିବା ପାଇଁ ହିଁ ମଣିଷ ସବୁକିଛି କରେ। ବଞ୍ଚିବା ବଢ଼ିବା ପାଇଁ ହିଁ କରିବାକୁ ପଡ଼େ ତାକୁ ପ୍ରଚଣ୍ଡ ସଂଘର୍ଷ। ତେଣୁ ସଂଘର୍ଷମୟ ଜୀବନ କୁହାଯାଏ। ଆମର ପ୍ରବୃତ୍ତି ଗୁଡ଼ିକ ସେବକ ଭଳି, କିନ୍ତୁ ଯେତେବେଳେ ମଣିଷ ପ୍ରବୃତ୍ତି ପ୍ରବଳିତ ହୁଏ ସେତେବେଳେ ସ୍ୱଭାବତଃ ହିଁ ସେ ସ୍ୱାର୍ଥକେନ୍ଦ୍ରିକ ହୋଇଉଠେ। ତେଣୁ ତା ଦ୍ୱାରା ପରିବେଶର ଓ ସମାଜର ମଙ୍ଗଳ ସାଧିତ ହୁଏ ନା। ଏହି ବଞ୍ଚିବା ବଢ଼ିବାର ଇଚ୍ଛା ପ୍ରତିଟି ପ୍ରାଣ ମଧ୍ୟରେ ହିଁ ବର୍ତ୍ତମାନ। ଈଶ୍ୱର ପ୍ରବୃତ୍ତି ସହିତ ମଣିଷକୁ ଦେଇଛନ୍ତି ବୋଧ ବିବେକ। ସେଥିପାଇଁ ତ ମଣିଷ ପରମ ପିତାଙ୍କର ସର୍ବଶ୍ରେଷ୍ଠ ସୃଷ୍ଟି। ଆଦର୍ଶ ଗ୍ରହଣ କରିବାର ଭିତର ଦେଇ ହିଁ ମଣିଷ ପ୍ରବୃତ୍ତିର ଅଷ୍ଟପାଶରୁ ମୁକ୍ତ ହୋଇ ମହତ୍ତର ଜୀବନର ଅଧିକାରୀ ହୋଇଉଠେ। ସେତେବେଳେ ହିଁ ଆରମ୍ଭ ହୁଏ ତା'ର ପ୍ରକୃତ ମନୁଷ୍ୟତ୍ୱର ବିଚାର। ଆଜି ଧର୍ମ ନାମରେ ହଣାହଣି ବହୁ ସମ୍ପ୍ରଦାୟ ସୃଷ୍ଟି ହୋଇଛି, କିନ୍ତୁ ଧର୍ମ ଓ ସମ୍ପ୍ରଦାୟ ସମ୍ପୂର୍ଣ୍ଣ ପୃଥକ। ସମ୍ପ୍ରଦାୟର ଭିତରେ ମଣିଷ ଗଣ୍ଡିସ୍ୱାର୍ଥ ହୋଇଉଠେ। ଶ୍ରୀ ଠାକୁର କହନ୍ତି, ଧର୍ମେ ସଭିଏ ବଞ୍ଚେ ବଢ଼େ, ସମ୍ପ୍ରଦାୟଟା ଧର୍ମ ନୁହେଁ। ଅର୍ଥାତ୍ ଧର୍ମରେ ଅଛି ଜୀବନ ଓ ବୁଦ୍ଧି, ତା ଭିତରେ ସମ୍ପ୍ରଦାୟ ନାହିଁ। ଧର୍ମ ଭିତରେ ହିଂସାର ସ୍ଥାନ ନାହିଁ। ସମ୍ପ୍ରଦାୟ ଯେତେବେଳେ ଧର୍ମ ବୋଲି ପରିଗଣିତ ହେବାକୁ ଲାଗିଲା, ସେତେବେଳେ ଋଷିଙ୍କୁ ବାଦ ଦେଇ ଋଷିବାଦର ଉପାସନା ଆରମ୍ଭ ହେଲା। ଶ୍ରୀ ଶ୍ରୀ ଠାକୁର ଏହି ପ୍ରସଙ୍ଗରେ କହିଛନ୍ତି, ଭାରତର ଅବନତି ଡିଜେନେରେସନ୍ ସେତେବେଳଠାରୁ ଆରମ୍ଭ ହୋଇଛି ଯେତେବେଳଠାରୁ ଭାରତବାସୀଙ୍କ ନିକଟରେ ଅମୃତ ଭଗବାନ ଅସୀମ ହୋଇ ଉଠିଛନ୍ତି। ଋଷିଙ୍କୁ ବାଦ ଦେଇ ଋଷିବାଦର ଉପାସନା ଆରମ୍ଭ ହୋଇଛି। ଭାରତ ଯଦି ଭବିଷ୍ୟତ କଲ୍ୟାଣକୁ ଆବାହନ କରିବାକୁ ଚାହଁ, ତେବେ ସମ୍ପ୍ରଦାୟଗତ ବିରୋଧ ଭୁଲି ଜଗତର ପୂର୍ବ ଗୁରୁମାନଙ୍କ ପ୍ରତି ଶ୍ରଦ୍ଧାସମ୍ପନ୍ନ ହୁଅ। ଆଉ ତୁମର ମୃତ ଓ ଜୀବନ୍ତ ଗୁରୁ ବା ଭଗବାନଙ୍କ ପ୍ରତି ଆସକ୍ତ ଆଟାଚ୍ଡ ହୁଅ। ଆଉ ସେଇମାନଙ୍କୁ ସ୍ୱୀକାର କର ଯେଉଁମାନେ ତାଙ୍କୁ ଭଲ ପାଆନ୍ତି, କାରଣ ପୂର୍ବବର୍ତ୍ତୀଙ୍କୁ ଅଧିକାର କରି ହିଁ ପରବର୍ତ୍ତୀଙ୍କର ଆବିର୍ଭାବ। ଆମମାନଙ୍କର ପ୍ରୟୋଜନ ଏପରି ଜଣେ ମହାମାନବଙ୍କର, ଯାହାଙ୍କ ଭିତରେ ଆମେମାନେ ବିଗତ ପ୍ରତ୍ୟେକ ମହାମାନବଙ୍କୁ ଅନୁଭବ କରିପାରୁ। ସମ୍ପ୍ରଦାୟଗତ ଭାବର ଊର୍ଦ୍ଧ୍ୱରେ ହେବ ପ୍ରତ୍ୟେକଙ୍କର ମିଳନ କେନ୍ଦ୍ର। ଶ୍ରୀ ଶ୍ରୀ ଠାକୁରଙ୍କ ଭିତରେ ମୁସଲମାନମାନେ ପାଇଛନ୍ତି ତାଙ୍କର ହଜରତ ରସୁଲଙ୍କୁ, ଖ୍ରୀଷ୍ଟିଆନମାନେ ପାଇଛନ୍ତି ପ୍ରଭୁ ଯୀଶୁଙ୍କର ପ୍ରେମ ସ୍ପର୍ଶକୁ। ଭାରତବର୍ଷକୁ ଗୋଟିଏ ସୂତ୍ରରେ ଗ୍ରନ୍ଥିତ କରିବାକୁ ହେଲେ କ'ଣ କରଣୀୟ ସେ ସମ୍ପର୍କରେ ଶ୍ରୀ ଶ୍ରୀ ଠାକୁର କହିଛନ୍ତି, ପରସ୍ପର ପାଇଁ ଯେତେ କରନ୍ତି ସେତେ ହିଁ ସେମାନଙ୍କ ଭିତରେ ଐକ୍ୟ ଗଜେଇ ଉଠେ। ପ୍ରତ୍ୟେକ ସମ୍ପ୍ରଦାୟ ପାଇଁ କରିବ। ଏହି କେହି କାହାରିକୁ ଯେମିତି ପର କରି ନ ରଖେ, ତାହାର ବ୍ୟବସ୍ଥା କରିବାକୁ ହେବ। ମୁଁ ବେଦ ମାନେ ବୋଲି କୋରାନ ବାଇବେଲ ମଧ୍ୟ ମାନେ। ମୋର ଇଚ୍ଛା ହିନ୍ଦୁ କେବଳ ନିଜର ଶାସ୍ତ୍ରର ଚର୍ଚ୍ଚା କରିବ ନାହିଁ, ସେ ଅନ୍ୟାନ୍ୟ ସମ୍ପ୍ରଦାୟର ଅନୁସୃତ ଶାସ୍ତ୍ରର ମଧ୍ୟ ଚର୍ଚ୍ଚା କରିବ। ଏହିପରି ସମସ୍ତେ ଯେତେ ହିଁ ପରସ୍ପରର ମୂଳ କଥାଗୁଡ଼ିକ ଜାଣିବେ, ସେତେ ହିଁ ବିରୋଧ କମି ଆସିବ, ସମ୍ପ୍ରୀତି ବଢ଼ିଯିବ। ଅନୈକ୍ୟର କାରଣ ହେଲା ନ ଜାଣିବା। ଦଳେ ଲୋକ ଅଛନ୍ତି ଯେଉଁମାନେ ବିରୋଧକୁ ବଞ୍ଚେଇ ରଖିବାକୁ ଓ ବଢ଼େଇ ତୋଳିବାକୁ ଚାହାନ୍ତି। ସେମାନଙ୍କର ଏହି ଶୈତାନୀର ସୁଯୋଗ
ଆଇନ କରି ବନ୍ଦ କରିଦେବା ଦରକାର। ମାନବ ଜୀବନର ଉଦ୍ଦେଶ୍ୟ କ'ଣ ଏ ପ୍ରସଙ୍ଗରେ ସେ ସ୍ପଷ୍ଟ ଭାବରେ ହିଁ କହିଦେଇଛନ୍ତି। ଆମ୍ଭମାନଙ୍କର ଗନ୍ତବ୍ୟ ହେଲା ଈଶ୍ୱର ପ୍ରାପ୍ତି, ଧାରଣ, ପାଳନି, ସମ୍ବେଗ, ସିଦ୍ଧ ବ୍ୟକ୍ତିତ୍ୱ। ତାହାର ଉପାୟ ହେଉଛି ଆଚାର୍ଯ୍ୟଙ୍କଠାରେ ସକ୍ରିୟ ଅନୁରକ୍ତି। ସେଥିରୁ ଆସେ ଆତ୍ମନିୟନ୍ତ୍ରଣ, ପରିବାର ନିୟନ୍ତ୍ରଣ, ସମାଜ ନିୟନ୍ତ୍ରଣ, ରାଷ୍ଟ୍ର ନିୟନ୍ତ୍ରଣ। ଆଉ ଏହି ରାଷ୍ଟ୍ର ନିୟନ୍ତ୍ରଣର ଭିତର ଦେଇ ସାରା ବିଶ୍ୱ ସହିତ ଯୋଗସୂତ୍ର ରଚନା କରି ସମସ୍ତେ ନେଇ ବିବର୍ଦ୍ଧନ ଦିଗରେ ଆଗେଇ ଚାଲିବା। ଆଉ ଏହି ସବୁଗୁଡ଼ିକୁ ସାର୍ଥକ କରି ତୋଳିବା ଈଶ୍ୱରଙ୍କଠାରେ ଆଉ ପ୍ରାପ୍ତିର ପରମ ବେଦନା ଏହା ହିଁ। ଆଜି ଚତୁର୍ଦିଗରେ ଆତ୍ମନିୟନ୍ତ୍ରଣର ଅଭାବ, ଯାହା ଫଳରେ ଦେଖାଦେଇଛି ସର୍ବତ୍ର ଉଚ୍ଛୃଙ୍ଖଳତା। ସମାଜ ବା ରାଷ୍ଟ୍ରର କଲ୍ୟାଣର ପ୍ରଥମ କଥା ହିଁ ହେଉଛି ବ୍ୟକ୍ତି ଜୀବନରେ ଆଦର୍ଶ ଗ୍ରହଣ କରି ଚାଲିବା। ଆଚାର୍ଯ୍ୟଙ୍କଠାରେ ସକ୍ରିୟ ଅନୁରକ୍ତି ଛଡ଼ା ମଣିଷ କେବେ ବି ନିୟନ୍ତ୍ରିତ ହୋଇପାରେ ନା, ଆଉ କରିପାରେ ନା ପରିବାର, ସମାଜ ଓ ରାଷ୍ଟ୍ରକୁ ନିୟନ୍ତ୍ରିତ। ଆଜି ଜାତୀୟ ଜୀବନର ଚରମ ସଙ୍କଟମୟ ମୁହୂର୍ତ୍ତରେ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ନିର୍ଦ୍ଦେଶିତ ପଥ ହିଁ ଶାଶ୍ୱତ ଶାନ୍ତି ସ୍ୱସ୍ତିର ପଥ। ତାଙ୍କର ଜୀବନ ବୁଦ୍ଧିଦ ସର୍ବପରିପୂରଣୀ ଆଦର୍ଶରେ ଦୀକ୍ଷା ଗ୍ରହଣ କରି ସେହି ଦୀକ୍ଷୁକ୍ତ ଅନୁଚଳନ ହିଁ ଜାତି, ବର୍ଣ୍ଣ, ସମ୍ପ୍ରଦାୟ ନିର୍ବିଶେଷରେ ସମସ୍ତେ ମାନବର ଏକମାତ୍ର ଉନ୍ନତି ଓ ମୁକ୍ତିର ବର୍ମ। ଦୀକ୍ଷା ହେଲା ନବଜନ୍ମ, ଯାହାକୁ କୁହାଯାଇଥାଏ ଦ୍ୱିଜତ୍ୱ ଲାଭ। ସେଥିରୁ ହୁଏ ମଣିଷର ଇଷ୍ଟି ଚଳନର ସୂତ୍ରପାତ। ଏହାର ପୂର୍ବ ପର୍ଯ୍ୟନ୍ତ ମଣିଷର ଅନିଷ୍ଟ ସଂସ୍ପର୍ଶରେ ରହିବାର ପ୍ରବଣତା ଥାଏ। ଦୀକ୍ଷା ନେବା ମାନେ ଦକ୍ଷତା ଲାଭର କୌଶଳ ଜାଣିବା। ସେହି କୌଶଳ ଜାଣିବା ପରେ ତଦନୁଯାୟୀ ଅନୁଶୀଳନ କରିବା ହୁଏ। ଜୀବନରେ ସୁଖ ସ୍ୱାଚ୍ଛନ୍ଦ୍ୟ ଭୋଗର ପ୍ରଧାନ ଉପକରଣ ହିଁ ହେଲା ପ୍ରବୃତ୍ତି, ପୁଣି ପ୍ରଧାନ ଅନ୍ତରାୟ ବି ହେଲା ତାହା ହିଁ। ପ୍ରବୃତ୍ତି ଗୁଡ଼ିକ ସୁଖୀ ସ୍ୱାଚ୍ଛନ୍ଦ୍ୟ ଲାଭର ଅନ୍ତରାୟ ନ ହୋଇ ଉପଯୋଗୀ ହେବେ କିପରି, ତାହାର କୌଶଳ ଜାଣି ହୁଏ ସଦ୍ଗୁରୁ ବା ଜୀବନ୍ତ ଆଦର୍ଶ ପୁରୁଷଙ୍କ ନିକଟରୁ। ଅସ୍ତିତ୍ୱର ଧାରଣ, ପୋଷଣ ଓ ରକ୍ଷଣର କୌଶଳ ଜାଣନ୍ତି ସେ, ତେଣୁ ତାଙ୍କୁ କୁହାଯାଏ ସଦ୍ଗୁରୁ। ସେଥିପାଇଁ ହିଁ ଦୀକ୍ଷା ନେବା ପ୍ରୟୋଜନ। ସଦ୍ଗୁରୁ ବା ଆଚାର୍ଯ୍ୟଙ୍କ ନିକଟରୁ ଯିଏ ଆଚରଣ କରି ଜାଣିଛନ୍ତି, ବ୍ୟକ୍ତିଗତ ଜୀବନ, ପାରିବାରିକ ଜୀବନ, ରାଷ୍ଟ୍ରୀୟ ଜୀବନ, ଆଧ୍ୟାତ୍ମିକ ଜୀବନର ପ୍ରାଥମିକ ଭିତ୍ତି ହେଲା ଆଦର୍ଶରେ ଦୀକ୍ଷିତ ହେବା। ରହୁଛି। ଜୟ ଗୁରୁ। ବନ୍ଦେ ପୁରୁଷୋତ୍ତମ।